ନୂଆ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ। ଆମର ସମସ୍ତଙ୍କ ଓଡ଼ିଆ ଇଣ୍ଡଷ୍ଟ୍ରି ଯେତେ ରହିଲେ ଆମର ଆର୍ଟିଷ୍ଟ ରହିଲେ, ଆକ୍ଟର ଆକ୍ଟ୍ରେସ୍ ରହିଲେ, ଲାଇଟ୍ସମ୍ୟାନ୍ ହେଇଗଲେ, ସ୍ପଟ୍ ବୟ ହେଇଗଲେ, ମେକଅପ୍ ମ୍ୟାନ୍ ହେଇଗଲେ, ଆଉ ଯେତେ ରହିଲେ ଆମର ଇଣ୍ଡଷ୍ଟ୍ରିରେ ଯେଉଁମାନେ ବହୁତ ବଡ଼ ବଡ଼ କାମକୁ ହେଲ୍ପ କରନ୍ତି, ଯେଉଁମାନେ ହେଲ୍ପ କରନ୍ତି ସେଇଟା ସବୁଠୁ ବିଗେଷ୍ଟ କାମ କରନ୍ତି, କାରଣ ତାଙ୍କ ହେଲ୍ପ ବିନା କୌଣସି କାମ ହିଁ ହେଇପାରେନି। ତ ସମସ୍ତଙ୍କୁ ହାପି ନ୍ୟୁ ଇୟର୍। ତ ଏଇ 2026 ଗୋଟେ ଆମର ବ୍ୟୁଟିଫୁଲ୍ ମୁମେଣ୍ଟ ହଉ, ଯେଉଁ ମୁମେଣ୍ଟରେ ଆମ ସମସ୍ତଙ୍କର ଗୋଟେ ହେଲ୍ଦି ଗ୍ରୋଥ୍ ହଉ ଆଉ ହେଲ୍ଦି ଲାଇଫଷ୍ଟାଇଲ୍ ବି ବଦଳୁ। ତ ସେଥିପାଇଁ ସମସ୍ତଙ୍କୁ ଆଉ ଥରେ ହାପି ନ୍ୟୁ ଇୟର୍ ଟୁ ୟୁ। ତ ମୋର ଏଇଟା କରିବାର ବହୁତ ବିଜି ଥିଲି। ଏଇଟା କରିବାର ମିନିଂ ହେଲା, ଆମର ଇଣ୍ଡଷ୍ଟ୍ରିରେ 2025ରେ ବିଗେଷ୍ଟ କଳାକାରଙ୍କର ଡେଥ୍ ହେଇଥିଲା। ସେ ହେଲା, ସମସ୍ତେ ବି ଜାଣିଛନ୍ତି, ସେ ହେଲା ଆମର ହ୍ୟୁମାନ ସାଗର। ଗୋଟେ ସିଙ୍ଗର ଥିଲା, ସେ ଗୋଟେ ଓଡ଼ିଶାର ହିଷ୍ଟ୍ରି କ୍ରିଏଟ୍ କଲା। ଫାଇନାନ୍ସ ଏକରେ ସିଙ୍ଗିଂ କରିକି ବି ହିଷ୍ଟ୍ରି କ୍ରିଏଟ୍ କଲା, ଆଉ ଇଣ୍ଡଷ୍ଟ୍ରିର ଫାଇନାନ୍ସ ଲେଭେଲ୍ ବି, ଫାଇନାନ୍ସର ଯେଉଁ ଗୋଟେ ଆମେ ଭାବୁଥିଲୁ ଓଡ଼ିଆ ଇଣ୍ଡଷ୍ଟ୍ରିର ଫାଇନାନ୍ସ ଲେଭେଲ୍ ଗୋଟେ ସିଙ୍ଗର ଏତେ ଫାଇନାନ୍ସ ଲେଭେଲ୍କୁ ଟକ୍କର ଦେଇପାରିବନି। ତ ହ୍ୟୁମାନ ସାଗର ସେଇଟା ପ୍ରୁଭ୍ କରିଦେଲେ। ୟୁ ହାଭ୍ ଟୁ ଟ୍ୟାଲେଣ୍ଟ, ଯେ ତୁମ ପାଖରେ ଟ୍ୟାଲେଣ୍ଟ ଅଛି, ୟୁ କ୍ୟାନ୍ ଆଚିଭ୍ ଏଭ୍ରିଥିଙ୍ଗ। ତ ସେଇଟା କରିକି ଆମକୁ ଦେଖେଇଦେଲେ, ଯେଉଁଟା ଆମେ ଇଣ୍ଡଷ୍ଟ୍ରିଟା ବିଲିଭ୍ କରିପାରୁନୁ। କାରଣ ଗୋଟେ ପିଲା ପର୍ ଡେ 7ରୁ 8 ଗୀତ ଗାଉଥିଲା, ମାନେ 80,000 ପର୍ ଡେ। ଷ୍ଟେଜ୍ ଶୋ ମନ୍ଥଲି ସାରା ରହୁଥିଲା। ଗୋଟେ ଷ୍ଟେଜ୍ ଶୋ ଅତି କମ୍ 1 ଲାଖ। ଗୋଟେ 1 ଲାଖ ଗୋଟେ ଲୋକ ପର୍ ଡେ ଯଦି ଇନକମ୍ କଲା, ମନ୍ଥଲି 30 ଲାକ୍ସ ପର୍ ଡେ ବି 7 ଗୀତ ବି ଗାଉଥିଲେ। ଯଦି 70 ଧର ଟୋଟାଲି ଅତି କମ୍ରେ ଆହୁରି ଅଧିକା ସିଏ କମାଉଥିଲେ ମନ୍ଥଲି, କାରଣ କେଉଁଠି 2 ଲାକ୍ସ ବି ରହୁଥିଲେ। ତ ଆପଣ ଗେସ୍ କରନ୍ତୁ, 50 ଲାକ୍ସ ପର୍ ମନ୍ଥ ଇନକମ୍, ନଟ୍ ଏ ଜୋକ୍ କି ନଟ୍ ଏ ସ୍ମଲ୍ ଆମାଉଣ୍ଟ। ये 50 lakhs पर मंथ हम 6 करोड़ पर ईयर। कौन सी हीरो आम ओडिया इंडस्ट्री स्टार 6 करोड़ पर ईयर रे ता पाखापाखि भी हाथ मार नथिबे। गोटे सिंगर ता करिक देखई देछि। किंतु गोटे दुर्भाग्य कथा, ये 6 करोड़ इनकम करिक भी से गोटे घर कर पार नथिला, गोटे भड़ा घर रहिथिला। ଏଇଟା ହେଲା ଗୋଟେ ସବୁଠୁ ଗୋଟେ ଆମେ ଦେଖିଲା ବେଳକୁ ଆଗୁଛି ଇନକମ୍ଟା ଏତେ ଅଛି, ଗୋଟେ ଘର ବି ସେ କରିପାରୁନି। ତା କାରଣ ହେଲା, ସେ ନିଜକୁ ଫାଇନାନ୍ସ କମେଇବା ବଡ଼ କଥା ନୁହଁ, ଯେତିକି ଫାଇନାନ୍ସକୁ ମ୍ୟାନେଜମେଣ୍ଟ ରଖିବା ତାଠୁ ହେଲା ବହୁତ ବଡ଼ କଥା। ଯେ ଫାଇନାନ୍ସକୁ ରଖିପାରିଲା ସଠିକ୍ ଭାବରେ, ସେ ଗୋଟେ ବିଗେଷ୍ଟ ଇତିହାସ ଆଉ ଗୋଟେ ରଚିଦେବ। ତ ମୁଁ ସେ ଟପିକ୍ ବିଶେଷ ଯାଉନି, ଖାଲି କହିଦେଉଛି। ମୁଁ ବହୁତ ଦେଖୁଛି ଏବେ ମ୍ୟାରେଜ୍ ପିଲାଙ୍କର ବହୁତ ଟ୍ରବୁଲ୍ ହେଉଛି। ମ୍ୟାରେଜ୍ ବେଶୀ ଡିଭୋର୍ସ ହେଉଛି, ମ୍ୟାରେଜ୍ ବେଶୀ ପ୍ରୋବ୍ଲେମ୍ ହେଉଛି। ତ ମୁଁ ଗୋଟେ ହିଣ୍ଟସ୍ କହିଦେଉଛି ଖାଲି, ଆମର ହ୍ୟୁମାନ ସାଗର ଲାଇଫ୍ଟା କାହିଁ ଗଲା? କାରଣ ହ୍ୟୁମାନ ସାଗର ଇଜ୍ ଦ ମୃଗ ଜାତୀୟ ପୁରୁଷ। ସେ ମୃଗ ଜାତୀୟ ପୁରୁଷ। ତା ୱାଇଫ୍ ହେଲା ହସ୍ତିନୀ ଜାତୀୟ ନାରୀ। ମୁଁ ଗୋଟାଏ ଲୋକକୁ ଦେଖିଲେ କହିଦେବି ତା ଇତିହାସ କ'ଣ। ମୁଁ କେମିତି କହିଦେଉଛି? ଇଣ୍ଡଷ୍ଟ୍ରିରେ କିଏ କ'ଣ ମୁଁ ଜାଣିଛ? ମୁଁ ଇଣ୍ଡଷ୍ଟ୍ରିରେ, ଓଡ଼ିଆ ଇଣ୍ଡଷ୍ଟ୍ରି ମୁଁ କାହା ସାଙ୍ଗେ ମିଶିନି। ଇଣ୍ଡଷ୍ଟ୍ରି କିଏ ଭଲ, କିଏ ଖରାପ, କାହା ନେଚର୍ କ'ଣ, କିଏ କ'ଣ, ମୁଁ କହିଦେବି ସବୁ ଏଠି ବସିକି। ନା ମୁଁ ତାଙ୍କ ସାଙ୍ଗେ ମିଶିଛି, ନା ଜାଣିଛି, ନା କିଛି କରିଛି। କିଏ ଚିଟିଂ କରିବେ, କିଏ କାହାର କମିଶନ୍, କିଏ କ'ଣ କରୁଛି, ମୁଁ ସବୁ କହିଦେବି। ମୁଁ ମିଶିନି, ଜାଣିନି, କାରଣ ମୁଁ ସେଇଟା ରିଡ୍ କରି ଷ୍ଟ୍ରଙ୍ଗ ଅଛି। ନିହାତି ସମସ୍ତଙ୍କୁ ଜାଣିବା ଦରକାର, ତମେ କେଉଁ ପୁରୁଷ ତମେ ଜାଣ, ତ ମ୍ୟାରେଜ୍ କାହାକୁ କରିବ? ମୁଁ ମୃଗ ଜାତୀୟ ପୁରୁଷ, ମୁଁ ଯଦି ଚିତ୍ରୀ ଜାତୀୟ ନାରୀକି ବାହା ହେବି, ତାହେଲେ ମୋ ମ୍ୟାରେଜ୍ ଲାଇଫ୍ଟା ଠିକ୍ ହେବ। ମୁଁ ତ କେଉଁ ଜାତୀୟ ପୁରୁଷ ଗୋଟେ, ମୁଁ 90 ଲୋକ, ଯେତେ ଲୋକଙ୍କୁ ପଚାରିବି 90-99% ଲୋକ ଜାଣିନଥିବେ ମୁଁ କେଉଁ ଜାତୀୟ ପୁରୁଷ, ସେ ଜାଣିନଥିବେ ମୁଁ କେଉଁ ଜାତୀୟ ନାରୀ।
ସେତେବେଳେ ଲଭ୍ ତ ହେବ, ପ୍ରଥମ ମ୍ୟାରେଜ୍ ହେବ, କଥା ହେବ, ବାର୍ତ୍ତା ହେବ, ସିଏ ଲାଇଫ୍ ଅଲଗା। ଆଫ୍ଟର ମ୍ୟାରେଜ୍ ପରେ ବର୍ଷେ 2 ବର୍ଷ 3 ବର୍ଷ ପରେ ଆପଣ ନିଜେ ରିଅଲାଇଜ୍ କରିବେ ମୋର ତା ସାଙ୍ଗେ ମିଶୁନି, ବହୁତ ଗୁଡ଼ାଏ ଜିନିଷ ତା ସାଙ୍ଗେ ମୋର ମିଶି ପାରୁନି, ତ ତାପରେ ଡିଭୋର୍ସ ଆରମ୍ଭ ହେବ। କାରଣ ତାକୁ ଗୋଟେ ହସ୍ତିନୀ ନାରୀ, ଗୋଟେ ଅଶ୍ଵ ପୁରୁଷ ଦରକାର। ଆଉ ଅଶ୍ଵ ପୁରୁଷଟା ପ୍ରାୟ ଗରିବ ଶ୍ରେଣୀର ଥାଆନ୍ତି, ରିକ୍ସାବାଲା, ଠେଲାବାଲା, ପେଲାବାଲା କି ଗରିବ ଶ୍ରେଣୀ ଲୋକ ଗୁଡ଼ା, ମାନେ ସେମାନେ ବହୁତ କ୍ରିଟିକାଲ ଆଉ ବହୁତ ଲୋକଙ୍କୁ ହାରାସମେଣ୍ଟ କରନ୍ତି। ସେ ଅଶ୍ଵ ପୁରୁଷ ଗୋଟେ ଥିଲା କିଏ, ଆମର ହ୍ୟୁମାନ ସାଗର ଯେ ମ୍ୟାନେଜର ଥିଲା, ତାର ସେଇଟା ଅଶ୍ଵଟା ଥିଲା। ହ୍ୟୁମାନ ସାଗରକୁ ବହୁତ ପରିଶାନ କରିଥିବ, ପରିଶାନ କରି ତାକୁ କ'ଣ ନା କ'ଣ କରିଥିବ। ହ୍ୟୁମାନ ସାଗର ସ୍ତ୍ରୀ ସାଙ୍ଗରେ ତାର ସେଟ୍ଟା ଠିକ୍ ହେବ, କାରଣ ସିଏ ହେଲା ଅଶ୍ଵ, ଇଏ ହେଲା ହସ୍ତିନୀ ନାରୀ। ଇଏ ମୃଗ ଜାତିକୁ ଇଏ ହେବ ଆପଣଙ୍କର, ଆକୁ ଚିତ୍ରନୀ ଜାତି ନାରୀ ଦରକାର ଥିଲା। ସେଠି ଏଗୁଡ଼ା ଆମ ମିସ୍ ଅଣ୍ଡରଷ୍ଟାଣ୍ଡ ପୂର୍ବପୁରୁଷ କରିଛନ୍ତି, ଆମେ ଏଇଟା କରୁନୁ ବୋଲି ଆମର ମ୍ୟାରେଜ୍ ଲାଇଫ୍ଟା କ'ଣ ହେଉଛି ନା ଡ୍ୟାମେଜ୍ ହେଇଯାଉଛି। ମ୍ୟାରେଜ୍ ଲାଇଫ୍ଟା ପୁରା ଶୂନ୍ୟ ହେଇଯାଉଛି, କିଛି ନାହିଁ ମ୍ୟାରେଜ୍ ଲାଇଫ୍ରେ, କେବେ ପଡ଼ିବ ହିଁ ନାହିଁ କଦାପି। ତା ରିକ୍ୱାରମେଣ୍ଟ ଅଲଗା, ତା ଥଟ୍ ପ୍ରୋସେସ୍। ମୁଁ କହୁଛି ଫର୍ ଏକ୍ଜାମ୍ପଲ୍, ଆମ ଇଣ୍ଡଷ୍ଟ୍ରିରେ ବି ଅଛନ୍ତି, ସେ ମୋ ଭଉଣୀ ଭଳିଆ ହେବ, ମୁଁ ଖାଲି କହିବାଟା ବି ନାଁଟା କହିବାନି, ତ ସେମାନେ ରାଗକୁ, ହସ୍ତିନୀ ନାରୀ ରାଗକୁ କଣ୍ଟ୍ରୋଲ୍ କରିପାରିବେନି, ଅନକଣ୍ଟ୍ରୋଲ୍ ତାଙ୍କର ରାଗ ରହିବ, ବଡ଼ ପାଟିରେ ଚିଲେଇବେ, କର୍କଶ ଟୋନ୍ ରହିବ, ତାଙ୍କ ଆୱାଜର ଟୋନ୍ କର୍କଶ ରହିବ। ବହୁତ ଗୁଡ଼ା କ୍ୱାଲିଟି ଅଛି, ସେଟା ବି ସେୟାରିଂ କରିବାନି। ତ ମୁଁ କେମିତି 2026ରେ ଆମର ହ୍ୟୁମାନ ସାଗରକୁ ଯେଉଁ ଭଳିଆ ତା ପଇସା ଲୁଟ୍ କରାହେଇଛି, ଯେଉଁ ଭଳିଆ ତାକୁ ଜବରଦସ୍ତି କରି ତାକୁ ମାରି ବି ଛନ୍ତି, ମୁଁ ଶୁଣିଛି ଯାହା ମାରି ବି ଛନ୍ତି, ତାକୁ ମାରିକି ଜବରଦସ୍ତି ଡରେଇକି ଧମକେଇ ଯେଉଁ ରଖୁଥିଲେ, ତାର ପୋଲିସ ତା ଠିକ୍ ହିସାବ ଦେବାଟା ନିହାତି ଦରକାର। ଆଉ ଯଦି ଏଇଟା ଆମ ଇଣ୍ଡଷ୍ଟ୍ରି ପାଇଁ ଗୋଟେ ବହୁତ ବଡ଼ ସପୋର୍ଟ ହେବ, ଯଦି ତାକୁ ଠିକ୍ ଆଇନ ମିଳିଲା, ଠିକ୍ ଯେ ଦୋଷୀକି ଦଣ୍ଡ ମିଳିଲା, ଜେଲ୍ ମିଳିଲା, ତାହେଲେ ଆମ କଳାକାରମାନଙ୍କ ଆଉ ଜଣେ କଲାବେଳେ ସେ ଭାବିବ ଯେ ନାଇଁ ଏଇଟା କଲେ ମୁଁ ବି ଫସିବି, ନିହାତି ଦରକାର। ଆଉ ମୁଁ ଖାଲି ଇଣ୍ଡଷ୍ଟ୍ରି ପାଇଁ କିଛି କହିଦେଉଛି, ଇଣ୍ଡଷ୍ଟ୍ରିରେ ଆମେ ଭଲ ଫିଲ୍ମ ତିଆରି କରିବା, କଣ୍ଟେଣ୍ଟ, ଭଲ କଣ୍ଟେଣ୍ଟ ଆଣିବା, ଏମିତି ଏମିତି କଣ୍ଟେଣ୍ଟ ଆଣିବା ଯେଉଁଠି ସାଉଥ୍ କି ବଲିଉଡ଼ରେ କେବେ ଭାବିନଥିବେ। ଆମେ ଏତେ ଛୋଟ କାପାସିଟି ଆମେ ଭାବିବା ନାହିଁ, ଆମେ ଛୋଟ କାପାସିଟିର ନୁହଁ, ଆମେ ବହୁତ ବଡ଼ କାପାସିଟିର, କିନ୍ତୁ ଆମେ ଭାବିନା ହିଁ ଆମ ଛୋଟ କାପାସିଟିର ଅଛି ବୋଲି ଆମ ବଡ଼ କାପାସିଟି, ଆମ ପାଖରେ ବହୁତ ବଡ଼ କାପାସିଟି ଅଛି ସମସ୍ତଙ୍କର। ଯେଉଁ ଆକ୍ଟର୍ସ ମାନଙ୍କ ରୋଲ୍ ବି ମୁଁ ଦେଖୁଛି, ବହୁତ ଅପରଚୁନିଟି ବହୁତ ଅଛି ତାଙ୍କ ପାଖରେ, ଆହୁରି ତାକୁ ପଲିସ୍ ହେଇପାରିବ, କିନ୍ତୁ ସେମାନେ ବହୁତ ଗୁଡ଼ା ପ୍ରେସର୍, ଫାଇନାନ୍ସ ଲେବୁଲ୍ ବହୁତ ଗୁଡ଼ା ଦବିଛନ୍ତି। ତ ଆମେ ଚାହିଁଲେ ସେଇଟା କରିପାରିବା। ଆଉ ମୋର ଏତିକିଟା 100% ସିଓର ଯେ ସକ୍ସେସ୍ ସୁନିଶ୍ଚିତ। ଆଉ ଆମେ ଗୋଡ଼ ଭିଡ଼ାଭିଡ଼ି ହେବାନି, ଆମେ ସମସ୍ତେ ହାତ ଧରାଧରି ହେବା। ଗୋଡ଼ ଭିଡ଼ାଭିଡ଼ି ହେଲେ ଆମ ସମସ୍ତଙ୍କର ଲସ୍, ଆଉ ହାତ ଧରାଧରିଲେ ସମସ୍ତଙ୍କ ବେନିଫିଟ୍। ଏଠି କେହି ନିଃସ୍ୱାର୍ଥରେ କାମ କରୁନାହାନ୍ତି। ମୁଁ କାମ କରିବି, ମୋର ସ୍ୱାର୍ଥ ମୋର କିଛି ନାହିଁ, ମୁଁ ପୁରା ଇଣ୍ଡଷ୍ଟ୍ରି ପାଇଁ ଭାସେଇ ଦେବି, ଆଉ ବେକାର କଥା। ଗୋଟେ ପିଲା ଜନ୍ମ ହେଉଛି ନା, ତା ବାପା ତା ମା', ମଣିଷ ଏତେ ସ୍ୱାର୍ଥପର, ତା ବାପା ମା' ସେ ପିଲାଠୁ ଚାହୁଁଛନ୍ତି ମୁଁ ଯଦି ଏଜ୍ ହେବ ମୋତେ ସପୋର୍ଟ କରିବ ବୋଲି ପିଲା ଜନ୍ମ କରୁଛନ୍ତି। ଗଭର୍ଣ୍ଣମେଣ୍ଟ ଗୋଟେ ରୁଲ୍ କରିଦେବ, ପିଲା ବଡ଼ ହେଲେ ମୋ ପାଖକୁ ଦେଇଦିଅନ୍ତୁ, ତୁମର ପିଲା ସାଙ୍ଗେ କିଛି ମତଲବ ନାହିଁ, 99% ପିଲା ଜନ୍ମ ହିଁ କରିବେନି, ବନ୍ଦ କରିଦେବେ। ତ ସ୍ୱାର୍ଥପର ଏ ଦୁନିଆରେ ସମସ୍ତେ, କିନ୍ତୁ କିଛି ମାତ୍ରାରେ ଆମେ କିଛି ନିଜ ପାଇଁ ବି କରିବା, କିଛି ଇଣ୍ଡଷ୍ଟ୍ରି ପାଇଁ କରିବା, ଆଉ କିଛି ସମାଜ ପାଇଁ କରିବା। ଏ ମନୋଭାବ ନେଇ କଲେ ଆମର ନିଶ୍ଚିନ୍ତ ପ୍ରୋଗ୍ରେସ୍ ସୁନିଶ୍ଚିତ ହେବ। ଆଉ 2006 ଗୋଟେ ବହୁତ ବଡ଼ ସକ୍ସେସ୍ ବାର୍ତ୍ତା ମୋତେ ଲାଗୁଛି ଦେବ ନିଶ୍ଚିନ୍ତ ଇଣ୍ଡଷ୍ଟ୍ରି। ଜୟ ଜଗନ୍ନାଥ।